ଜୟ ଜଗନ୍ନାଥ। ଠାକୁର ମହାରାଜ ଡିସେମ୍ବର ମାସ 26 ତାରିଖ ଅଧିବାସ, 27 ତାରିଖ, 28 ତାରିଖ, 29 ତାରିଖ 3 ଦିନ ପାଇଁ ସାର୍ବଭୌମ ସମ୍ମିଳନୀ ଡାକିଛନ୍ତି। ବିଭିନ୍ନ ପ୍ରଦେଶରେ ବିଭିନ୍ନ ସ୍ଥାନରେ ଏହି ସମ୍ମିଳନୀ ପଡ଼େ। ଠାକୁର ମହାରାଜ ଏହି ସମ୍ମିଳନୀରେ ତାଙ୍କର ଭକ୍ତମାନଙ୍କୁ ଏକା ସାଙ୍ଗରେ ଦେଖିକି ବହୁତ ଆନନ୍ଦିତ ହୁଅନ୍ତି। ଠାକୁର ମହାରାଜ ଯେତେବେଳେ ଜୀବିତ ଥିଲେ ସେତେବେଳେ ଏହି ଅନୁଷ୍ଠାନ ସେ କରିଥିଲେ। ସେ କହିଛନ୍ତି, ଯଦି ମୁଁ ଜୀବନରେ ଅନ୍ୟ କିଛି ନ କରିଥାଏ, ମୋତେ ଏଇ ଗୋଟିଏ କାମ ପାଇଁ ଭକ୍ତ ସମାଜ, ଶିଷ୍ୟ ସମାଜ ମନେ ରଖିବି। ଏହି ସାର୍ବଭୌମ ଶକ୍ତି ସାର୍ବଭୌମ ସମ୍ମିଳନୀ ତାଙ୍କର ଗୋଟେ ଦାନ। ଆଚ୍ଛା, ଏ ସାର୍ବଭୌମ ସମ୍ମିଳନୀରେ କ'ଣ ହୁଏ? ସେତେବେଳେ ପ୍ରଚୁର ଶୀତ ହୁଏ। ପ୍ରଚୁର ଶୀତ ହୁଏ। ଭକ୍ତମାନେ ଯାଆନ୍ତି, ପାଲ ଘରେ ରୁହନ୍ତି। 3 ଦିନ, 4 ଦିନ, 5 ଦିନ ପାଲ ଘରେ ରହନ୍ତି। କର୍ମୀମାନେ ଆହୁରି 15 ଦିନ, ମାସେ ଲେଖା ରହନ୍ତି। ଭକ୍ତମାନେ 3 ରୁ 5 ଦିନ ପାଲ ଘରେ ରହନ୍ତି। କାକର ପଡ଼ୁଥିବ, ଛଣ ନଡ଼ାରେ ଶୋଇବାକୁ ପଡ଼ିବ। ଆଉ ଲାଟ୍ରିନ୍ ବାଥରୁମ୍, ଗାଧୁଆ ପାଧୁଆ ସେସବୁ କ'ଣ ମାନେ ଏମିତି ଜରିପାଲ ଘୋରା ହେଉଥିବ, ମାନେ ଯେମିତି ପଦା ଜାଗାରେ ହୁଏ ସେଇ ଟାଇପ୍ର ସବୁ। କିନ୍ତୁ ତା ଭିତରେ ଲକ୍ଷ୍ୟ କରାଯିବ ଗୋଟେ ଅଦ୍ଭୁତପୂର୍ବ ଆନନ୍ଦ। ଲୋକ ଡଲପ ଗଦିରେ ଶୋଇଥିବେ, ଆଖିରେ ନିଦ ନଥିବ। ସେ ଛଣ ଭିଜା କାକର ଭିତରେ ପାଲ ଘରେ ଶୀତରେ ଥରିକି ଅଦ୍ଭୁତପୂର୍ବ ନିଦ, ଅଦ୍ଭୁତପୂର୍ବ ପ୍ରଫୁଲ୍ଲତା ମନ ଭିତରେ ଆସେ, ଅଦ୍ଭୁତପୂର୍ବ ଆନନ୍ଦ ଆସେ। କ'ଣ ପାଇଁ? ସେଠି ଯୋଗୀ, ଭିକାରୀ, ଧନୀ ସମସ୍ତେ ସମାନ। ସମସ୍ତଙ୍କର ଗୋଟିଏ ଆସନ, ମାଟିରେ ଛଣ ବିଛାଯିବ। ଆଉ ସେ ଛଣ ବିଛାଣରେ ସମସ୍ତେ ଶୋଇବେ। ଯେଉଁ 3 ଦିନ, 5 ଦିନ ଅଦ୍ଭୁତପୂର୍ବ ଶୀତ, ତା ଦେହରେ ଭୋରୁ ଉଠିକି ଗାଧୁଆ। ଆଉ ତାମାନେ ଆମକୁ ବୁଝିବାକୁ ପଡ଼ିବ ଯେ ପ୍ରକୃତ ସୁଖ କେଉଁଠି? ନା ସତ୍ସଙ୍ଗରେ। ଯେଉଁଠି ସତ୍ସଙ୍ଗ ହେଉଛି ସେଠି ଯେଉଁ ଅଲଗା ଜିନିଷର, ଯେଉଁ ଭୋଗ ବିଳାସର ଯେଉଁ ଆନନ୍ଦଟା ମଣିଷମାନେ ଭୁଲି ଯାଉଛନ୍ତି। ଭୋଗ ବିଳାସର ଆନନ୍ଦ ଘରକୁ ଆସିଲେ ସବୁ ମନେ ପଡ଼ୁଛି। ନାଇଁ, ଏଇଟା ଏ ସିଟିମିଟି ଖାଦ୍ୟ ନହେଲେ ହେବନି, ସେ ସିଟିମିଟି ଖାଦ୍ୟ ନହେଲେ ହେବନି। କିନ୍ତୁ ସେଠି ଡାଲି ଭାତଟା ଅମୃତ ଭଳିଆ ଲାଗୁଛି। ତେବେ ସତ୍ସଙ୍ଗର ମନୁଷ୍ୟର ପ୍ରକୃତ ସ୍ୱଭାବ ସେଠୁ ଚିନ୍ତା କର। ମନୁଷ୍ୟର ପ୍ରକୃତ ସ୍ୱଭାବ କ'ଣ? ମନୁଷ୍ୟର ପ୍ରକୃତ ସ୍ୱଭାବ ହେଉଛି ସତ୍ସଙ୍ଗ, ମାନେ ଆଧ୍ୟାତ୍ମିକତା, ଆଉ ମାନେ ପରମାର୍ଥ ପ୍ରାପ୍ତି। କିନ୍ତୁ ମଣିଷ ଯେତେବେଳେ ତା ନିଜ ସ୍ୱୟଂ ଅବସ୍ଥାକୁ ଫେରିଆସେ, ମୁଁ କ'ଣ, ତମେ କ'ଣ, ଆପଣ କ'ଣ, ଯିଏ କ'ଣ, ମାନେ ସବୁ ଜାଣିକି ମଧ୍ୟ ସେଇ ମାନେ ଆମେ ଭଜନ କରୁଛନ୍ତି କ'ଣ ପାଇଁ? ଟଙ୍କା ପାଇଁ ଭଜନ କରୁଛନ୍ତି। କିନ୍ତୁ ଭଜନ କ'ଣ ପାଇଁ କରାଯାଏ? ଭଜନ କରାଯାଏ ପରମାର୍ଥ ପାଇଁ। ଆମେ ପରମାର୍ଥ ପାଇଁ ଭଜନ କରୁଛନ୍ତି। ଯଦି କୁହାଯିବ ଭଜନ ଆପଣମାନେ ପରମାର୍ଥ ପାଇଁ କରିବା ପାଇଁ, ମାନେ ଭଗବତ ପ୍ରାପ୍ତି ପାଇଁ ଭଜନ କରିବା ପାଇଁ କେହି କରିବେନି। ଯେଉଁ ମନ୍ଦିରରେ ଯେଉଁ ଭିଡ଼ ହେଉଛି ପୂଜା ସମୟ, ମାନେ ଜାଗର ଦିନ, ଆଉ ମାନେ ପୂଜା ପର୍ବାଣୀ ଯେଉଁ ଦିନ, ସେଦିନ ଫଳ ଦୋକାନ, ପରିବା ଦୋକାନ, ନଡ଼ିଆ ଦୋକାନ, ଫୁଲ ଦୋକାନରେ ଆପଣ ପଶି ପାରିବେନି। ସେ ଦୋକାନୀ ଗୋଟେ ଦିନ ମୁଁ ଦୋକାନୀକି ପଚାରେ, ମାନେ ଆଜି କେତେ ବିକ୍ରି ହେଇଛି? ନା 1.5 ଲକ୍ଷ ଟଙ୍କା ବିକ୍ରି ହେଇଛି, 1 ଲକ୍ଷ ଟଙ୍କା ବିକ୍ରି ହେଇଛି। ମାନେ ଏଇ ଯେଉଁ ଲୋକମାନଙ୍କର ଯେଉଁ ଭକ୍ତିଟା, ଏଇଟା କେଉଁ ଆଡ଼କୁ? ମାନେ ଭଜନ ସେ ଯେଉଁ କରୁଛନ୍ତି, ଭକ୍ତି କରୁଛନ୍ତି କ'ଣ ପାଇଁ? ପରମାର୍ଥ ପାଇଁ ନା ଅର୍ଥ ଭୋଗବିଳାସ ପାଇଁ? ଆପଣ ଥରେ ଚିନ୍ତା କରିକି ନିଜର ହୃଦୟକୁ, ମନକୁ ବିଚାର କରିବେ। ସମସ୍ତେ ଯେଉଁ ଭଗବତ ପ୍ରାପ୍ତି ପାଇଁ ପ୍ରତ୍ୟେକ ସୋମବାର ହେଉ କି ଯେଉଁ ବାରେ ହେଉ, ଶନିବାର ହେଉ, ଶନି ପାଖରେ ହେଉ, ଭିଡ଼ ହେଉ, ସବୁ ଭିଡ଼ ଜମୁଛି କାହିଁକି? ପରମାର୍ଥ ଅର୍ଜନ କରିବା ପାଇଁ ନା ଭୋଗବିଳାସ ପ୍ରାପ୍ତି ପାଇଁ? ଚିନ୍ତା କରିବେ। କିନ୍ତୁ ମଣିଷର ପ୍ରକୃତ ଲକ୍ଷ୍ୟଟା କ'ଣ? ଥରେ ଚିନ୍ତା କରିବେ। ମଣିଷର ପ୍ରକୃତ ଜନ୍ମ କ'ଣ ପାଇଁ ହେଇଛି? ଭୋଗବିଳାସରୁ ବାହାରିବା ପାଇଁ ନା ଭୋଗବିଳାସ ଭିତରେ ପ୍ରାପ୍ତି ପାଇଁ, ପଶିବା ପାଇଁ? ସେଥିପାଇଁ ଆମମାନଙ୍କର କ'ଣ ହେଉଛି? ମାନେ ବାରମ୍ବାର ଜନ୍ମ ମୃତ୍ୟୁ ରହସ୍ୟ ଭିତରେ ଆମେ ପଡ଼ିକି ରହିଛନ୍ତି। ଆମର ମୁକ୍ତି ହୋଇପାରୁନି। କାରଣ ଆମେ ଜାଣି ଶୁଣିକି ଆମେ
ଆମନ୍ତ୍ରଣ କରୁଛନ୍ତି। କାହାକୁ? ଭୋଗବିଳାସକୁ ଆମନ୍ତ୍ରଣ କରୁଛନ୍ତି। ଜନ୍ମ ମୃତ୍ୟୁ ଭିତରେ ପଡ଼ିକି ରହିବା ପାଇଁ ବାରମ୍ବାର ଆମେ ସବୁ ବିଭିନ୍ନ ପ୍ରକାର କୀଟ ପତଙ୍ଗ ଦେଇକି ଯେଉଁ ଜନ୍ମ ପାଉଛନ୍ତି ସେଇ ଜନ୍ମକୁ ନିମନ୍ତ୍ରଣ କରୁଛନ୍ତି। ମୁଁ ନୁହେଁ, ଆମେମାନେ ସମସ୍ତେ କେହି ଆମେ ଏଥିରୁ ବାହାରି କି ଯାଇପାରୁନାହାନ୍ତି। ସେଥିପାଇଁ କ'ଣ ହେଉଛି? ପୁନରାପି ଜନମମ୍ ପୁନରାପି ମରଣମ୍ ପୁନରାପି ଜନନୀ ଜଠରେ ଶୟନମ୍। ଜୟ ଜଗନ୍ନାଥ।